ସର୍ବପ୍ରଥମେ କାଗଜ ମୁଦ୍ରା କେଉଁ ଦେଶରେ ପ୍ରଚଳିତ ହୋଇଥିଲା? ଚାରୋଟି ସମ୍ଭାବ୍ୟ ପ୍ରଶ୍ନୋତ୍ତର। ଅପସନ୍ ଏ ଅଷ୍ଟ୍ରେଲିଆ, ବି ଆମେରିକା, ସି ଚୀନ ଏବଂ ଅପସନ୍ ଡି ଦୁବାଇ। ସଠିକ୍ ଉତ୍ତର ମନେ ପକାଇବା ପାଇଁ ଆମେ 5 ସେକେଣ୍ଡର ସମୟ ରଖିଛୁ। ଏବେ ସମୟ ଷ୍ଟାର୍ଟ। ସମୟ ସମାପ୍ତ ହୋଇଯାଇଛି। ସଠିକ୍ ଉତ୍ତର ହୋଇଯିବ ଅପସନ୍ ସି ଚୀନ। ସର୍ବପ୍ରଥମେ କାଗଜ ମୁଦ୍ରା ଚୀନ ଦେଶରେ ପ୍ରଚଳିତ ହୋଇଥିଲା। ପରବର୍ତ୍ତୀ ପ୍ରଶ୍ନ, ଭାରତର କେଉଁ ହ୍ରଦରେ ସବୁଠୁ ମିଠା ପାଣି ମିଳିଥାଏ? ଚାରୋଟି ସମ୍ଭାବ୍ୟ ପ୍ରଶ୍ନୋତ୍ତର। ଅପସନ୍ ଏ ଉଲାର ହ୍ରଦ, ବି ତାମ୍ପ୍ରା ହ୍ରଦ, ସି ଚିଲିକା ହ୍ରଦ ଏବଂ ଡି ସମ୍ବର ହ୍ରଦ। ସଠିକ୍ ଉତ୍ତର ମନେ ପକାଇବା ପାଇଁ ଆମେ 5 ସେକେଣ୍ଡର ସମୟ ରଖିଛୁ। ସଠିକ୍ ଉତ୍ତର ହୋଇଯିବ ଅପସନ୍ ଏ ଉଲାର ହ୍ରଦ। ଭାରତର ଉଲାର ହ୍ରଦରେ ସବୁଠୁ ମିଠା ପାଣି ମିଳେ। ଭାରତର କେଉଁ ରାଜ୍ୟରେ ସର୍ବାଧିକ ସେଓ ଉତ୍ପାଦନ କରାଯାଏ? ଚାରୋଟି ସମ୍ଭାବ୍ୟ ପ୍ରଶ୍ନୋତ୍ତର। ଅପସନ୍ ଏ ରାଜସ୍ଥାନ, ବି ଗୁଜରାଟ, ସି ମହାରାଷ୍ଟ୍ର ଏବଂ ଅପସନ୍ ଡି ଜମ୍ମୁ ଓ କାଶ୍ମୀର। ସଠିକ୍ ଉତ୍ତର ମନେ ପକାଇବା ପାଇଁ ଆମେ 5 ସେକେଣ୍ଡର ସମୟ ରଖିଛୁ। ଏବେ ସମୟ ଷ୍ଟାର୍ଟ। ସମୟ ସମାପ୍ତ ହୋଇଯାଇଛି। ସଠିକ୍ ଉତ୍ତର ହୋଇଯିବ ଅପସନ୍ ଡି ଜମ୍ମୁ ଓ କାଶ୍ମୀର। ଭାରତର ଜମ୍ମୁ ଓ କାଶ୍ମୀର ରାଜ୍ୟରେ ସର୍ବାଧିକ ସେଓ ଉତ୍ପାଦନ କରାଯାଏ। କଦଳୀ ସହିତ କ'ଣ ଖାଇଲେ ମଣିଷର ମୃତ୍ୟୁ ହୋଇପାରେ? ଚାରୋଟି ସମ୍ଭାବ୍ୟ ପ୍ରଶ୍ନୋତ୍ତର। ଅପସନ୍ ଏ କ୍ଷୀର, ବି ମାଛ, ସି ଚା ଏବଂ ଅପସନ୍ ଡି ଅଣ୍ଡା। ସଠିକ୍ ଉତ୍ତର ମନେ ପକାଇବା ପାଇଁ ଆମେ 5 ସେକେଣ୍ଡର ସମୟ ରଖିଛୁ। ଏବେ ସମୟ ଷ୍ଟାର୍ଟ। ସମୟ ସମାପ୍ତ ହୋଇଯାଇଛି। ସଠିକ୍ ଉତ୍ତର ହୋଇଯିବ ଅପସନ୍ ଡି ଅଣ୍ଡା। କଦଳୀ ସହିତ ଅଣ୍ଡା ଖାଇଲେ ମଣିଷର ମୃତ୍ୟୁ ହୋଇପାରେ। ପରବର୍ତ୍ତୀ ପ୍ରଶ୍ନ, ସୂର୍ଯ୍ୟ କିରଣରେ ଆମକୁ କେଉଁ ଭିଟାମିନ୍ ମିଳିଥାଏ? ଚାରୋଟି ସମ୍ଭାବ୍ୟ ପ୍ରଶ୍ନୋତ୍ତର। ଅପସନ୍ ଏ ଭିଟାମିନ୍ ଡି, ବି ଭିଟାମିନ୍ ଏ, ସି ଭିଟାମିନ୍ କେ ଏବଂ ଅପସନ୍ ଡି ଭିଟାମିନ୍ ବି। ସଠିକ୍ ଉତ୍ତର ମନେ ପକାଇବା ପାଇଁ 5 ସେକେଣ୍ଡର ସମୟ ଏବେ। ସଠିକ୍ ଉତ୍ତର ଅପସନ୍ ଡି ଭିଟାମିନ୍ ବି। ସୂର୍ଯ୍ୟ କିରଣରେ ଆମକୁ ଭିଟାମିନ୍ ବି ମିଳିଥାଏ। ଭାରତ ରତ୍ନ ପୁରସ୍କାର କାହା ଦ୍ୱାରା ପ୍ରଦାନ କରାଯାଏ? ଚାରୋଟି ସମ୍ଭାବ୍ୟ ପ୍ରଶ୍ନୋତ୍ତର। ଅପସନ୍ ଏ ରାଷ୍ଟ୍ରପତି, ବି ମୁଖ୍ୟମନ୍ତ୍ରୀ, ସି ପ୍ରଧାନମନ୍ତ୍ରୀ ଏବଂ ଅପସନ୍ ଡି ରାଜ୍ୟପାଳ। ସଠିକ୍ ଉତ୍ତର ମନେ ପକାଇବା ପାଇଁ ଆମେ 5 ସେକେଣ୍ଡର ସମୟ ରଖିଛୁ। ଏବେ ସମୟ ଷ୍ଟାର୍ଟ। ସମୟ ସମାପ୍ତ ହୋଇଯାଇଛି। ସଠିକ୍ ଉତ୍ତର ହୋଇଯିବ ଅପସନ୍ ଏ ରାଷ୍ଟ୍ରପତି। ଭାରତ ରତ୍ନ ପୁରସ୍କାର ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଦାନ କରାଯାଏ। ପରବର୍ତ୍ତୀ ପ୍ରଶ୍ନ, କେଉଁ ପକ୍ଷୀକୁ ଶାନ୍ତିର ପ୍ରତୀକ କୁହାଯାଏ? ଚାରୋଟି ସମ୍ଭାବ୍ୟ ପ୍ରଶ୍ନୋତ୍ତର। ଅପସନ୍ ଏ ମୟୂର, ବି ପାରା, ସି ହଂସ ଏବଂ ଅପସନ୍ ଡି କୋଇଲି। ସଠିକ୍ ଉତ୍ତର ମନେ ପକାଇବା ପାଇଁ ଆମେ 5 ସେକେଣ୍ଡର ସମୟ ରଖିଛୁ। ଏବେ ସମୟ ସମାପ୍ତ ହୋଇଯାଇଛି। ସଠିକ୍ ଉତ୍ତର ହୋଇଯିବ ଅପସନ୍ ବି ପାରା। ପାରାକୁ ଶାନ୍ତିର ପ୍ରତୀକ କୁହାଯାଏ। କେଉଁ ରାଜ୍ୟରେ ଝାନ୍ସୀ ନଗର ରହିଛି? ଚାରୋଟି ସମ୍ଭାବ୍ୟ ପ୍ରଶ୍ନୋତ୍ତର। ଅପସନ୍ ଏ ତ୍ରିପୁରା,
बी उत्तर प्रदेश, सी मणिपुर एवं ऑप्शन डी गोवा। सठिक उत्तर मने पकेइबा पई आमे 5 सेकेंड रो समय रखिछु। एबे समय स्टार्ट। समय समाप्त हो जाइछि। सठिक उत्तर होइजिबो ऑप्शन बी उत्तर प्रदेश। उत्तर प्रदेश राज्य रे झांसी नगर रहिछि। प्रतिदिन दही खाइले केउं रोग होइथाय? 4टी संभाव्य प्रश्नोत्तर। ऑप्शन ए पेट बिंधा, बी अंडा दरज, सी चुटी झड़िबा एवं ऑप्शन डी आंठू दरज। सठिक उत्तर मने पकेइबा पई 5 सेकेंड रो समय दिया होइछि। एबे समय स्टार्ट। समय समाप्त हो जाइछि। सठिक उत्तर होइजिबो ऑप्शन सी चुटी झड़िबा। प्रतिदिन दही खाइले चुटी झड़िबा बंद होइथाय। तापरे परवर्ती प्रश्न, अधिक अंडा खाइबा द्वारा केउं रोग होइथाय? 4टी संभाव्य प्रश्नोत्तर। ऑप्शन ए ज्वर, ऑप्शन बी मुंडबिंधा, ऑप्शन सी चर्म रोग एवं ऑप्शन डी आखि रोग। सठिक उत्तर मने पकेइबा पई आमे 5 सेकेंड रो समय रखिछु। एबे समय स्टार्ट। समय समाप्त हो जाइछि। सठिक उत्तर होइजिबो ऑप्शन सी चर्म रोग। अधिक अंडा खाइबा द्वारा चर्म रोग होइथाय। कोरोना भूताणु केउं पक्षी ठारू आसीथिला? 4टी संभाव्य प्रश्नोत्तर। ऑप्शन ए कुआ, बी सुआ, सी पारा एवं ऑप्शन डी बादुड़ी। सठिक उत्तर मने पकेइबा पई आमे 5 सेकेंड रो समय रखिछु। एबे समय स्टार्ट। समय समाप्त हो जाइछि। सठिक उत्तर होइजिबो ऑप्शन डी बादुड़ी। कोरोना भूताणु बादुड़ी पक्षी ठारू आसीथिला। परवर्ती प्रश्न, जणे शिशु 1 मिनिट रे केते थर श्वासक्रिया करे? 4टी संभाव्य प्रश्नोत्तर। ऑप्शन ए 40 थर, ऑप्शन बी 48 थर, ऑप्शन सी 45 थर एवं ऑप्शन डी 50 थर। सठिक उत्तर मने पकेइबा पई आमे 5 सेकेंड रो समय रखिछु। एबे समय समाप्त हो जाइछि। सठिक उत्तर होइजिबो ऑप्शन सी 45 थर। जणे शिशु 1 मिनिट रे 45 थर श्वासक्रिया करे। रक्तर तरल अंश को कौन कहा जाए? 4टी संभाव्य प्रश्नोत्तर। ऑप्शन ए हिमोग्लोबिन, बी प्लाज्मा, सी रक्तकणिका एवं डी आज्मा। सठिक उत्तर मने पकेइबा पई आमे 5 सेकेंड रो समय रखिछु। एबे समय स्टार्ट। समय समाप्त हो जाइछि। सठिक उत्तर होइजिबो ऑप्शन बी प्लाज्मा। रक्तर तरल अंश को प्लाज्मा कहा। परवर्ती प्रश्न, केउं जीव ता छुआ को देखिबा आगरू मृत्युवरण करे? 4टी संभाव्य प्रश्नोत्तर। ऑप्शन ए झिंटिका, बी प्रजापति, सी माछी एवं डी पिंपुड़ी। सठिक उत्तर मने पकेइबा पई आमे 5 सेकेंड रो समय रखिछु। समय समाप्त हो जाइछि। सठिक उत्तर होइजिबो ऑप्शन बी प्रजापति। प्रजापति ता छुआ को देखिबा आगरू मृत्युवरण करे। परवर्ती प्रश्न, केउं पशुर क्षीर रे विष मिसी थाए? 4टी संभाव्य प्रश्नोत्तर। ऑप्शन ए सिंह, बी ओट, सी बाघ एवं ऑप्शन डी मईसी। सठिक उत्तर मने पकेइबा पई
ଆମେ 5 ସେକେଣ୍ଡର ସମୟ ରଖିଛୁ। ଏବେ ସମୟ ଷ୍ଟାର୍ଟ। ସମୟ ସମାପ୍ତ ହୋଇଯାଇଛି। ସଠିକ୍ ଉତ୍ତର ହୋଇଯିବ ଅପସନ୍ ଏ ସିଂହ। ସିଂହ କ୍ଷୀରରେ ବିଷ ମିଶିଥାଏ। ଶେଷ ପ୍ରଶ୍ନ, କେଉଁ ଦେଶରେ କୁକୁରକୁ ପୂଜା କରାଯାଏ? 4ଟି ସମ୍ଭାବ୍ୟ ପ୍ରଶ୍ନୋତ୍ତର। ଅପସନ୍ ଏ ପାକିସ୍ତାନ, ବି ଶ୍ରୀଲଙ୍କା, ସି ନେପାଳ ଏବଂ ଅପସନ୍ ଡି ଭୁଟାନ। ସଠିକ୍ ଉତ୍ତର ମନେ ପକାଇବା ପାଇଁ 5 ସେକେଣ୍ଡର ସମୟ ଦିଆହୋଇଛି। ଏବେ ସମୟ ସମାପ୍ତ ହୋଇଯାଇଛି। ସଠିକ୍ ଉତ୍ତର ହୋଇଯିବ ଅପସନ୍ ସି ନେପାଳ। ନେପାଳରେ କୁକୁରକୁ ପୂଜା କରାଯାଏ।